सरस्वती नमस्तुभ्यं वरदे कामरूपिणी विद्यारंभं करिष्यामि सिद्धिर्भवतु मे सदा। ଆଜି କଲାମାଣିକରେ କବିତାର ଦ୍ୱିତୀୟ ପାଠକୁ ଆମେ ଦେଖିବା। ସପ୍- ସପ୍ତମ ପଦରୁ ଦ୍ୱାଦଶ ପର୍ଯ୍ୟନ୍ତ ଅନ୍ତିମ ପଦ ପର୍ଯ୍ୟନ୍ତ ଆଜି ଆମେ ପଢ଼ିବା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟେ ଭଲ ଲାଗେ ତାହେଲେ ଆପଣମାନେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସପ୍ତମ ପଦ ତୋଳି ମୁଁ ଧୋଇଲେ କୋଲି ହୋଇଯାଉ ତୁହି ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁହିଁ କଳା ମାଣିକରେ। ତୋଳି ମୁଁ ଧୋଇଲେ ଗୋଲି ହୋଇଯାଉ ତୁହି ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁହିଁ କଳା ମାଣିକରେ। ଏହି ପଦର କଠିନ ଶବ୍ଦ ଦେଖିଦେବା। ତୋଳି କୋଳେଇ ନେବା, ଗୋଲି ମିଶିଯିବା। ଗୋଲି ଶବ୍ଦର ଅର୍ଥ ହେଉଛି ମିଶିଯିବା। ଏଠି ମା ଯଶୋଦା କୃଷ୍ଣର ଆସିବା ବିଳମ୍ବ ହେଉଥିବାରୁ ଭାବୁଛନ୍ତି, ଭାଲେଣି ପକାଉଛନ୍ତି, ତତେ ମୁଁ ଯେତେବେଳେ କୋଳେଇ ନିଏ ସେତେବେଳେ ତୁ ମୋ ଦେହରେ ମିଶିଯାଉ। ତ ଏ ଦୁର୍ବଳତାକୁ ମୁଁ ମନା କରିପାରେନି ବୋଲି ମା ଯଶୋଦା କୃଷ୍ଣଙ୍କ ବିଷୟରେ ଭାଲେଣି କରୁଛନ୍ତି। ଅଷ୍ଟମ ପଦ ଡାକିନି ଲୋଭାନ୍ତି ବୋଲି ଡରୁ ଥାଇ ମନେ ବାର ବାର ବାରୁ ଥାଇ ଯିବା ପାଇ ବନେ କଳା ମାଣିକରେ। ଡାକିନି ଲୋଭାନ୍ତି ବୋଲି ଡରୁ ଥାଇ ମନେ ବାର ବାର ବାରୁ ଥାଇ ଯିବା ପାଇ ବନେ କଳା ମାଣିକରେ। ଏହି ପଦର କଠିନ ଶବ୍ଦ ଦେଖିବା। ଡାକିନି ଡାହାଣୀ, ଲୋଭାନ୍ତି ଇଚ୍ଛା କରନ୍ତି, ବାର ବାର ବାରମ୍ବାର ବାରୁଥାଏ ମନା କରୁଥାଏ। ତ ମା ଯଶୋଦାଙ୍କ ମନକୁ ଟିକେ ପାପ ଛୁଇଁଛି। ତ ସେ ଭାବୁଛନ୍ତି ବନରେ କଣ ଥାନ୍ତି, ଜଙ୍ଗଲରେ କଣ ଥାନ୍ତି, ଡାହାଣୀ ମାନେ ଥାନ୍ତି। ତ ଡାକିନି ଲୋଭାନ୍ତି, ତୋର ଏଇ ସୁନ୍ଦର ଚେହେରା ଦେଖିକି ଡାକିଣୀ ମାନେ ଯୋଉ ଡାହାଣୀ ମାନେ କାଳେ ଲୋଭଉଥିବେ। ସେଥିପାଇଁ ମନରେ କଣ ନା ଡର ଅଛି। ମାଙ୍କ ମନରେ କଣ ଥାଏ ବୋଲେ ଡର ଅଛି। ତ ବାରମ୍ବାର କଣ କରୁଥିଲେ ନା ବାରୁଥିଲେ, ମନା କରୁଥିଲେ, କୃଷ୍ଣକୁ ବନକୁ ଯିବା ପାଇଁ ମନା କରୁଥିଲେ। କେଉଁଥିପାଇଁ ନା ଡାହାଣୀ ମାନେ ତାଙ୍କୁ ଲୋଭାନ୍ତି, ଇଚ୍ଛା କରନ୍ତି ଏ ସୁନ୍ଦର ଚେହେରାଟି। ସେଥିପାଇଁ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ବାର ବାର ମନା କରୁଥିଲେ କି ତୁ ବନକୁ ଯା ନାରେ ଗେହ୍ଲା। ପରବର୍ତ୍ତୀ ପଦକୁ ଯିବା। ନିଶାଚର ମାତିବାର ଶୁଭୁଚି ଶ୍ରୁତି କି ମୁଁ ଡଙ୍କୁଣି ଛାଡ଼ି ଦେଲି ବନକୁ କାହିଁକି କଳା ମାଣିକରେ। ନିଶାଚର ମାତିବାର ଶୁଭୁଚି ଶ୍ରୁତି କି ମୁଁ ଡଙ୍କୁଣି ଛାଡ଼ି ଦେଲି ବନକୁ କାହିଁକି କଳା ମାଣିକରେ। ନିଶାଚର, ନିଶାରେ ଯିଏ ଚରଣ ବୁଲିଥାନ୍ତି ତାଙ୍କୁ ନିଶାଚର ଅଥବା ରାକ୍ଷସ ମାନଙ୍କୁ କୁହାଯାଏ। ଶ୍ରୁତି କାନ ଅଥବା ଶୁଣିବା। ବନ ଶବ୍ଦର ଅର୍ଥ ଜାଣିଛ, ବନ। ତ ନିଶାଚର ମାତିବାର ଶୁଭୁଛି ଶ୍ରୁତିକୁ, ମାନେ ଶୁଣା ଯାଉଛି ନିଶାଚର ମାନେ ବୁଲୁଛନ୍ତି କହିକି। ମା ଯଶୋଦା ଭାଲେଣି କରୁଛନ୍ତି ନା ନିଶାଚର ମାନେ ରାକ୍ଷସ ମାନେ ବୁଲୁଛନ୍ତି। ଶୁଣା ଯାଉଛି ମୁଁ ଡଙ୍କୁଣି ତତେ କାହିଁକି ମୁଁ ବନକୁ ଛାଡ଼ିଦେଲି ବୋଲିକି ମା ମାତୃବତ୍ସଳ ଭାବ ଜାଗୃତ ହେଇକି ସିଏ କଣ କରୁଛନ୍ତି ନା ନିଜକୁ ନିଜ ସିଏ କଣ କହୁଛନ୍ତି କି ମୁଁ କାହିଁକି ଛାଡ଼ିଦେଲି ମୋ ପୁଅକୁ, ମୁଁ କାହିଁକି ଛାଡ଼ିଦେଲି ତତେ। ନିଜ ପୁଅକୁ ସିଏ କାହିଁକି ଛାଡ଼ିଦେଲେ ବୋଲିକି ସିଏ
ମନକୁ ମନ ସେ ଭାଲେଣି ପକଉଛନ୍ତି। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇଁ ତରୁ ତଳେ ବସିଥିବୁ ପରା କଳା ମାଣିକରେ। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇଁ ତରୁ ତଳେ ବସିଥିବୁ ପରା କଳା ମାଣିକରେ। ଏହି ପଦର କଠିନ ଶବ୍ଦକୁ ଦେଖିବା। ତରୁ, ତରୁ ଅର୍ଥାତ୍ ବୃକ୍ଷ, ଶ୍ରମ ପରିଶ୍ରମ, ଅଙ୍ଗୁ ଅଙ୍ଗରୁ ଶରୀରରୁ, ତ ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା। ମା ଯଶୋଦା କୃଷ୍ଣଙ୍କ ବିଷୟରେ ଭାବୁଛନ୍ତି ନା ଝାଞ୍ଜି ଖରା ପାଇଁ ତ ଅଙ୍ଗ ପ୍ରତ୍ୟଙ୍ଗରୁ କଣ ନା ଝାଳ ବହୁଥିବ, ସେଥିପାଇଁ ଶ୍ରମ ପାଇଁ ତୁ ତରୁ ତଳେ ମାନେ ଗଛ ତଳେ ବସିଥିବୁ ପରା ବୋଲିକି ଭାଲେଣି ପକଉଛନ୍ତି କିଏ ନା ମା ଯଶୋଦା। ଝାଞ୍ଜି ଖରା ପାଇଁ ତୋ ଦେହରୁ ଝାଳ ବାହାରୁଥିବ ଏବଂ ଶ୍ରମ ପାଇଁ ତୁ କଣ କରୁଥିବୁ ନା ଗଛ ତଳେ ବସିଥିବୁ ବୋଲିକି ମା ଯଶୋଦା ଶ୍ରୀକୃଷ୍ଣଙ୍କ ବିଷୟରେ ଭାବୁଛନ୍ତି। ଏକାଦଶ ପଦ। ନେଲୁ ନାହିଁ କାହିଁ ପାଇଁ ତ କୋଠଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା କଳା ମାଣିକରେ। ନେଲୁ ନାହିଁ କାହିଁ ପାଇଁ ତ କୋଠଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା କଳା ମାଣିକରେ। ମା ଯଶୋଦା ଶ୍ରୀକୃଷ୍ଣଙ୍କ ବିଷୟରେ କେମିତି ଭାଳୁଛନ୍ତି, କେମିତି ତାଙ୍କ ବିଷୟରେ ଭାବୁଛନ୍ତି, ଭାଲେଣି ପକଉଛନ୍ତି କି ନା ନେଲୁ ନାହିଁ କାହିଁ ପାଇଁ ତୁ କେଉଁଥିପାଇଁ, ମୃଦୁ ମାନେ କୋମଳ, ତ ତୁ କେଉଁଥିପାଇଁ ତୋ କଠଉ ଆଉ ଛତା ନେଲୁ ନାହିଁ, ବଣରେ କଣ୍ଟା ଲାଗି ତ ମୃଦୁ ପାଦ, କୋମଳ ପାଦ କଣ ହେଇଯିବ ନା ଖଣ୍ଡିଆ ହେଇଯିବ। ସେଟା ମା କଣ କରୁଛନ୍ତି ନା ଚିନ୍ତା କରୁଛନ୍ତି। ତୁ କେଉଁଥିପାଇଁ ରେ ଧନ କଠଉ ଆଉ ଛତାକୁ ନେଲୁ ନାହିଁ, ବଣରେ କଣ୍ଟା ଲାଗି ତ ମୃଦୁ ପାଦ, କୋମଳ ପାଦ କଣ ହେଇଯିବ ନା ଖଣ୍ଡିଆ ହେଇଯିବ ବୋଲିକି ମା ଯଶୋଦା କୃଷ୍ଣଙ୍କ ବିଷୟରେ ଭାବୁଛନ୍ତି। ଦ୍ୱାଦଶ ପଦ। କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ, ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ କଳା ମାଣିକରେ। କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ, ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ କଳା ମାଣିକରେ। କବିଙ୍କ ରଚନା ବିଚିତ୍ର, କବିଙ୍କ କବିତା ବିଚିତ୍ର। ଏଠି ମା କେମିତି ଭାବୁଛନ୍ତି ନା ମା କଣ କରୁଛନ୍ତି ନା କାନ ଡେରି, କାନ ଡେରି ଶୁଣୁଛନ୍ତି, କଣ ଶୁଣୁଛନ୍ତି ତାଙ୍କ ବେଣୁ ସ୍ୱରକୁ। ଯେତେବେଳେ ଗାଈ ଗୋଠ ଧରିକି ଶ୍ରୀକୃଷ୍ଣ ଆସନ୍ତି ଘରକୁ, ସେତେବେଳେ କଣ ନା ବେଣୁ ବଇଁଶୀ ବଜେଇ ବଜେଇ ସେ ଆସନ୍ତି। ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ, ଆଜି କେଉଁଥିପାଇଁ ମୋ ପୁଅ ଶ୍ରୀକୃଷ୍ଣର ବେଣୁର ଗୀତକୁ ମୁଁ ଶୁଣି ପାରୁନି। ଏମିତି କରିକି ମା ଯଶୋଦା ଭାବୁଛନ୍ତି ଆଜି କେଉଁଥିପାଇଁ ଶ୍ରୀକୃଷ୍ଣର ବେଣୁର ଗୀତକୁ ମୁଁ ଶୁଣି ପାରୁନି, କେଉଁଥିପାଇଁ ଶୁଭା ଯାଉନି ବୋଲିକି ମା ଯଶୋଦା ଶ୍ରୀକୃଷ୍ଣଙ୍କ ବିଷୟରେ ଭାବୁଛନ୍ତି। ଏହି କବିତାଟିକୁ ଅତି ସୁନ୍ଦର ଭାବରେ, ମନୋହର ଭାବରେ କବି ଲେଖିଛନ୍ତି। ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।